ପ୍ରଥମତଃ ଆପଣଙ୍କୁ ହିଁ କହିବି କି ମୁଁ ଆପଣଙ୍କ ପାଇଁ ହିଁ ଯାଇପାଇଲି ବୃନ୍ଦାବନ। ନହେଲେ ମାସକ ପୂର୍ବରୁ ତ ଆପଣ ମତେ ପଚାରିଥିଲେ, ମୁଁ ମନା କରିଦେଇଥିଲି କି ମୁଁ ଯାଇପାରିବିନି, ମୁଁ ଯୋଉଠି ଜବ୍ କରୁଛି ସେଠି ମତେ ଏତେ ଦିନ ଛୁଟି ଦେବନି, କାହିଁକି ନା ମୁଁ ତା ପୂର୍ବରୁ ଜଷ୍ଟ ଗୋଟେ ୱିକ୍ ଛୁଟି ନେଇକି ଯାଇଥିଲି ଏକ୍ଜାମ ଦେବା ପାଇଁ, ତ ମତେ ସେଠି ଛୁଟି ମିଳିବନି। ତାପରେ ମୁଁ ସେଠି ପଚାରିଥିଲି ଏତେ ଦିନ ଛୁଟି ଦେବା ପାଇଁ, ତ ସେଠି ଜବ ରେ ତ ମନା କରିଦେଇଥିଲେ ଅଫିସ ରେ। ତାପରେ ମୁଁ ତ ପୁଣି ଆପଣ ତ ଜାଣିଛନ୍ତି, ବୋଧେ କେହି ଜାଣିନଥିବେ କି ମୁଁ ପୁଣି ଲାଷ୍ଟ ମୋର ଡିସିସନ ଏଇଆ କଲି କି ରିଜାଇନ ଦେଲି, ତାପରେ ଟ୍ରେନ ଟିକେଟ ଟା କାଟିଦେଲି। ତାପରେ ଫାଷ୍ଟ ଟାଇମ ଯେତେବେଳେ ଗଲି, ମୁଁ କେବେ ଭାବି ହିଁ ନଥିଲି କି ମୁଁ ଯିବି ବୋଲି, କି ଯାଉଛି ବି, ସେମିତି କିଛି ବିଶ୍ୱାସ ବି ହଉନଥିଲା ମୋର। ଟ୍ରେନରେ ବି ଆମେ ସମସ୍ତେ ଯାଉଥିଲୁ, ଟ୍ରେନ ବି 8-9 ଘଣ୍ଟା ଲେଟ୍ ଥିଲା। କିନ୍ତୁ ଟ୍ରେନ ଯୋଉ 8-9 ଘଣ୍ଟା ଲେଟ୍ ଥିଲା, ଟ୍ରେନରେ ପୁରା କଣ୍ଟିନ୍ୟୁ କୀର୍ତ୍ତନ ଚାଲିଥିଲା। ଆଉ ପ୍ରଭୁଜୀଙ୍କ ମହାରାଜଙ୍କ ପାଖରୁ ଆମେ ଯୋଉ ଭଗବତ କଥା ଶୁଣୁଥିଲୁ, ତ ଲାଗୁ ହିଁ ନଥିଲା, ମାନେ କିଛି ଫିଲ୍ ହିଁ ହଉନଥିଲା ଯେ ହଁ ଟ୍ରେନ ଏତେ ଘଣ୍ଟା ଲେଟ୍ ଅଛି। ଆଉ ସବୁଠାରୁ ବଡ କଥା, ମାନେ ମତେ ଏଇଟା ଫିଲ୍ ହେଲା କି ଆମେ ଯୋଉ ଟ୍ରେନ ଭିତରେ କୀର୍ତ୍ତନ କରୁଥିଲୁ, ଟ୍ରେନ ଭିତରେ ଠାକୁରଙ୍କ କଥା ଶୁଣୁଥିଲୁ, ଟ୍ରେନ ଭିତରେ ହିଁ ସାଧୁ ସଂଘ ହେଇଯାଉଥିଲା। ତ ଅ ଏମିତି ଲାଗୁଥିଲା କି ଯେ ସେଇଟା ହିଁ ବୃନ୍ଦାବନ। କାହିଁକି ନା ପ୍ରଭୁପାଦଙ୍କର ଗୋଟେ ଲେକ୍ଚରରେ ଶୁଣୁଥିଲି କି କି ସେ କହୁଥିଲେ କି ପ୍ରଭୁପାଦ କହୁଥିଲେ କି ଯୋଉ ଜାଗାରେ ଭଗବାନଙ୍କର କୀର୍ତ୍ତନ ହୁଏ, ନାମର କୀର୍ତ୍ତନ ହୁଏ, କି ଭଗବାନଙ୍କର ଗୁଣ, ତାଙ୍କ ଲୀଳା ବର୍ଣ୍ଣନା କରାଯାଏ, ସେଇ ଜାଗା ହିଁ ବୃନ୍ଦାବନ ସମାନ। ଆଉ ଯେତେବେଳେ ଆମେ ନାମ ଧରୁ କି ଆମେ ମନରେ ଭଗବାନଙ୍କ କଥା ଚିନ୍ତା କରୁ, ତ ଆମ ମନଟା ବି ସେତେବେଳେ ବୃନ୍ଦାବନ ସହିତ ସମାନ। ତ ଯାହା ବି ହେଲେ କିଛି ଖବର ହିଁ ନଥିଲା ଟ୍ରେନର ଲେଟ୍ କଣ କିଛି, ସବୁ କିଛି 2-3 ଦିନ ଲେଟ୍ ହେଇଗଲା। ଗଲାବେଳେ ଟିକେ ମନ ଦୁଃଖ ହେଲା କି ଜଲ୍ଦି ପହଞ୍ଚିଥିଲେ ଆମେ ଅଲଗା କିଛି ଆଉ କିଛି ଅଧିକ ପ୍ରୋଗ୍ରାମ ବି ଆଟେଣ୍ଡ କରିପାରିଥାନ୍ତୁ ମହାରାଜଙ୍କର। ଆଉ ମୁଁ ଫାଷ୍ଟ ଟାଇମ ପାଇଁ ବୃନ୍ଦାବନ ଯାଇଥିଲି, ସେଥିରେ ପୁଣି ମହାରାଜଙ୍କୁ ଭେଟିଲି। ପୁଣି ମାନେ ଏତେ ବଡ ତାଙ୍କର ଥିଲା 50 ଇୟର୍ସ ସନ୍ନ୍ୟାସ ଆନିଭର୍ସରୀ ଥିଲା, ତ ଏତେ ବଡ ଦିନରେ ଏତେ ବଡ ଜିନିଷଟାକୁ ମୁଁ ଦେଖି ପାଇଲି। ମହାରାଜକୁ ମୁଁ ବହୁତ ପାଖରୁ ଦେଖିଛି। ମୁଁ ସବୁବେଳେ ତ ଫୋନରେ ଦେଖେ, ଆଉ ସବୁବେଳେ ଟିକେ ସ୍କ୍ରିନସଟ ମାରିଦିଏ, ବେଳେ ବେଳେ ଟିକେ ଷ୍ଟାଟସ ଦେଇଦିଏ ମହାରାଜଙ୍କ ସହିତ, ମୁଁ ଚାଣ୍ଟିଂ କରିଛି ବୋଲି। ତାପରେ ବିଶ୍ୱାସ ହଉନଥିଲା, ମୁଁ ତାଙ୍କୁ ପୁରା ଫାଷ୍ଟ ଟାଇମ ଦେଖିଲି, ସେ ପୁଣି ବୃନ୍ଦାବନରେ ମହାରାଜକୁ, ଆଉ ପୁରା ପାଖରୁ ବି ଦେଖିଥିଲି। ତ ଯେତେବେଳେ ପାଖରୁ ଦେଖିଲି, ମାନେ ଅଲଗା ଲୋକଙ୍କୁ ଭେଟିବା ଆଉ ଶୁଦ୍ଧ ଭକ୍ତଙ୍କୁ ଭେଟିବା ଭିତରେ ବହୁତ ଫରକ ଅଛି। ମାନେ ଏମିତି ଲାଗିଲା ତାଙ୍କ ଆଖିରୁ ଗୋଟେ, ମାନେ ତାଙ୍କ ଆଖିରେ ହିଁ ବହୁତ କିଛି ପାୱାର ଅଛି, ସେମିତି ଲାଗିଲା। ମାନେ ପାଖରେ ଠିଆ ହେଲା ବେଳକୁ ମାନେ କେମିତି କେମିତି ଲାଗୁଥିଲା ଜାଣିନି, ମତେ ଲାଗେ, ମାନେ ମୁଁ ଯେତିକି ବୃନ୍ଦାବନ ଧାମ ଗଲି, କି ମହାରାଜକୁ ଦେଖିଲି, କି ଯେତିକି ବି ସାଧୁ ସଙ୍ଗ କଲି, ମତେ ଆସିଲା ପରେ ମୁଁ ଭାବୁଥିଲି କି ମୁଁ ସେତିକି ଯୋଗ୍ୟ କି ନୁହେଁ କି ମତେ ଏତେ ସବୁ ଜିନିଷ ମିଳିଗଲା। ଯାହା ହଉ। ତାପରେ ଯୋଉ କହିବି କି ଯୋଉ ପରିକ୍ରମା କଲାବେଳେ ପରିକ୍ରମା କଲାବେଳେ ପୁରା କଣ୍ଟିନ୍ୟୁ ଠାକୁରଙ୍କ କଥା ହଉ, ଯୋଉ ଯୋଉ ବି ଜାଗା ପଡୁଥିଲା, ରମଣ ରେତି ହଉ କି ଯମୁନା ନଦୀ ହଉ, କି ଯାହାବି କେଶୀ ଘାଟ ଧରିକା, ସେ ସବୁ ମହାରାଜ ବସେଇକି ପୁରା ସବୁ ଜାଗା ବିଷୟରେ ପୁରା ଡିଟେଲସରେ, ଭଗବାନଙ୍କର କୋଉଠି କିଛି କଣ ଲୀଳା ହେଇଥିଲା ସବୁ କିଛି ଡିଟେଲସରେ କହୁଥିଲେ। ସେଇଟା ବେଶୀ ଭଲ ଲାଗୁଥିଲା। ତାପରେ ବାଙ୍କେ ବିହାରୀ ଯୋଉ ଯାଇଥିଲୁ, ସେଠି ଯୋଉ ମାଙ୍କଡ ମାନଙ୍କର ଯୋଉ କୀର୍ତ୍ତି, ପୁରା ଲାଗୁଥିଲା କି ହଁ କୃଷ୍ଣ ପୁରା ଫୁଲ ଟ୍ରେନିଂ ଦେଇକି ଛାଡିକି ଯାଇଛନ୍ତି ତାଙ୍କ ମାଙ୍କଡ ମାନଙ୍କୁ। ତାପରେ ତାପରେ ଯୋଉ ଯାଇଥିଲୁ ଏଠିକି ନନ୍ଦଗାଁଓରେ ଯେତେବେଳେ ପାୱନ ସରୋବରରେ ଯେତେବେଳେ ମୁଁ ଆଚମନ କଲି, ସେତେବେଳେ ପାଣିଟା ଯେତେବେଳେ ପାଟିରେ ପକେଇଲି, ସେତେବେଳେ ପାଣି ଟା ବହୁତ ଲୁଣିଆ ଲାଗୁଥିଲା। ତ ମୁଁ ସେତେବେଳେ ମୋ ମାଇଣ୍ଡରେ ଏଇଟା ଆସିଲା କି ହଁ ହଁ, ଭଗବାନ କୃଷ୍ଣ ବୋଧେ ଏଇଥିପାଇଁ କଳା। ଆଉ ଲୁଣିଆ ପାଣିରେ ଗାଧେଇକି ଯଦି ଗାଈ ଚରେଇବାକୁ ଯିବେ ତ କଳା ହିଁ ହେବେ। ତ ଆଉ କିନ୍ତୁ ଭଲ ଲାଗିଲା। ଆଉ ସବୁ ଜିନିଷରେ
ସବୁ ଯୋଉ ବି ଜାଗାକୁ ଯାଇଥିଲୁ ସାଧୁ ସଙ୍ଗ ସହିତ ଆଉ ଗୋଟେ ଭାବ ବି ଆସୁଥିଲା, ଭକ୍ତି ଭାବ ବି ମନରେ ଆସୁଥିଲା। ଆଉ ମାତାଜୀ ମାନେ ବି ଯିଏ ବି, ମୁଁ ତ ମିଶି ନଥିଲି ଏତେ ଭଲ ସେ କାହା ସହିତ, ବୃନ୍ଦାବନରେ ସମସ୍ତଙ୍କ ତ ମିଶିଲି। ଆଉ ସମସ୍ତେ ବହୁତ ଭଲ, ସମସ୍ତେ ବହୁତ କୋଅପରେଟିଭ। କିନ୍ତୁ ମାତାଜୀ, ଦି ଜଣଙ୍କ ମାତାଜୀଙ୍କ ଦେହ ଖରାପ ହେଇଯାଇଥିଲା। ଆଉ ସେଥିପାଇଁ ଟିକେ ସେଥିପାଇଁ ଟିକେ ଭଲ ଲାଗୁନଥିଲା, ଆଉ ଟିକେ ଭଲସେ ମସ୍ତି କରିପାରିଥାନ୍ତୁ। ଆଉ କିନ୍ତୁ ଗୋକୁଳରେ ଯେତେବେଳେ ଗୋକୁଳରେ ଯେତେବେଳେ ପହଞ୍ଚିଲୁ, ଭଗବାନଙ୍କର ଭଲସେ ଦର୍ଶନ କଲୁ। ଆଉ ମହାରାଜ ବି, ପାଣ୍ଡୁ ମହାରାଜ ଆମକୁ ବୁଝେଇଲେ କି ହଁ ଏଠି କଣ କଣ ହେଇଥିଲା, ଏ ଜାଗା କଣ ପାଇଁ ପ୍ରସିଦ୍ଧ, 84 ଖମ୍ବା ବିଷୟରେ, ସେସବୁ ବିଷୟରେ କହିଲେ। ଆଉ ସେଠୁ ବାହାରିକି ମୁଁ ପଳେଇ ଆସିଲି ବ୍ରହ୍ମଣ ଘାଟ। ଆଉ ବାଟରେ ଯୋଉଟା ପଡିଲା, ଯୋଉଟା ଦାମୋଦର ଲୀଳା କରିଥିଲେ, ସେ ଯୋଉ ଜାଗାଟା, ସେଇ ଜାଗାଟାକୁ ମୁଁ ଯାଇପାରିନି, ମିସ୍ କରିଦେଇଛି। ଆଉ ଅନ୍ୟ ମାତାଜୀ ମାନେ ଯାଇଥିଲେ, ମୁଁ ହୁଏତ ଜାଣିପାଇଲିନି କି କଣ, ମୁଁ ଯାଇନଥିଲି। ଆଉ ଯାଇନଥିଲି ବୋଲି ଯେତେବେଳେ ପରେ ଜାଣିଲି ଯେ ବ୍ରହ୍ମଣ ଘାଟରେ ସେ ଜାଗାଟା ମୁଁ ପାସ୍ କରିକି ଆସି ସାରିଲିଣି, ମୋର ମନଟା ଟିକେ ବହୁତ ଦୁଃଖ ହେଲା। ତାପରେ ଆଉ କଣ କରିବ, ବସରେ ଗୋଟେ ସାଇଡରେ ବସିକି, ଝରକା ସାଇଡରେ ଟିକେ କାନ୍ଦିଦେଲି। ତାପରେ ମନ ଦୁଃଖ କରିକି ଆସିଲି। ପୁଣି ଯେତେବେଳେ ରମଣ ରେତିରେ ପହଞ୍ଚିଲି, ସେଠି କୀର୍ତ୍ତନ ଆଉ ଟିକେ କୀର୍ତ୍ତନରେ ଆମେ ଯୋଉ ନାଚିଲୁ, ପୁଣି ରମଣ ରେତିରେ ଯୋଉ ବାଲିରେ ସବୁ ଖେଳିଲୁ, ତାପରେ ସେ କଥା ଭୁଲିଗଲି। ପୁଣି ପୁଣି ଟିକେ ମନ ଖୁସି ହେଇଗଲା, ପୁଣି ପଳେଇ ଆସିଲି। ଆଉ ପରିକ୍ରମା ଯୋଉ ଗୋବର୍ଦ୍ଧନ ପରିକ୍ରମା ଆମେ ଯୋଉ କରିଥିଲୁ, 22-23 କିଲୋମିଟର, ମୁଁ ଚାଲିବା ପୂର୍ବରୁ ଭାବୁଥିଲି କି ମୁଁ ଏତେ ବାଟ ଚାଲି ପାରିବି କି ନାହିଁ। ତାପରେ ଚାଲି ସାଇଲା ପରେ ମୋର ବିଶ୍ୱାସ ହଉନଥିଲା ମୁଁ ଏତେ ବାଟ ଚାଲିକି ପଳେଇ ଆସିଲିଣି ବୋଲି। ତାପରେ ଚାଲିଲା ବେଳେ ପୁରା କଣ୍ଟିନ୍ୟୁ ମୁଁ ଚାଣ୍ଟିଂ କରି କରିକି ଆସୁଥିଲି। ଆଉ ଖାଲି ପାଦରେ, ସେ ଯୋଉ ଯେତେବେଳେ ପଥର ପଡି ଯାଉଥିଲା, ଛୋଟ ଛୋଟ ପଥର କିଛି ପାଦ ତଳେ ପଡି ଯାଉଥିଲା, ସେତେବେଳେ ମାଳା ଚାଣ୍ଟିଂ କଲା ବେଳେ ହରେ କୃଷ୍ଣ 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 ହରେ ହରେ, ତାପରେ ଯେତେବେଳେ ଗୋଟେ ଗୋଡି ପାଦରେ ଆସିଲା, ତାପରେ ତାପରେ ହରେ ରାମ ଟା ପୁରା ଜୋର ହେଇଯାଉଥିଲା। ହରେ ରାମ ଟା ପୁରା ଜୋର ହେଇଯାଉଥିଲା, ମାନେ ସେଇ ସୁର ଟା ପୁରା ଉଚ୍ଚ ହେଇଯାଉଥିଲା। ତାପରେ ସେଇଟା ଏକ୍ସପିରିଏନ୍ସ, ମୁଁ ସମସ୍ତଙ୍କୁ ସେଇ ଏକ୍ସପିରିଏନ୍ସ କହିଛି ଯେ ଏମିତି ଏମିତି ହଉଥିଲା ବୋଲି। କିନ୍ତୁ ବହୁତ କିଛି ଭଲ ଥିଲା। ଆଉ ଯାହା ହଉ, ଫାର୍ଷ୍ଟ ଟାଇମ ବୃନ୍ଦାବନ, ସିଏ ପୁଣି ସାଧୁ ସଙ୍ଗ। ମଥୁରାଧୀଶ ପ୍ରଭୁଜୀ ସବୁବେଳେ କୁହନ୍ତି କ୍ଲାସ ରେ କି ସାଧୁ ସଙ୍ଗ କରିବ। ମୁଁ ଯେବେ ପୁରୀ ଯାଏ, ମତେ ମଥୁରାଧୀଶ ପ୍ରଭୁଜୀ ପଚାରନ୍ତି କାହା ସହିତ ଯାଇଛ, ସିଏ ଏଇଟା ସବୁବେଳେ ଚାହାନ୍ତି କି କୌଣସି ମାତାଜୀ ମାନଙ୍କ ସହିତ ଯାଅ କି ସାଧୁ ସଙ୍ଗ କର, ଏଇଟା। କିନ୍ତୁ ମୁଁ ସେ ସୁଯୋଗ ତ କେବେ ପାଇନି। ମୁଁ ସବୁବେଳେ ଅନ୍ୟମାନଙ୍କ ସହିତ, ମୋର ଅନ୍ୟ ଫ୍ରେଣ୍ଡ ମାନଙ୍କ ସହିତ ହଉ କି ଅନ୍ୟମାନଙ୍କ ସହିତ ହଉ ପଳେଇଯାଏ। ମଥୁରାଧୀଶ ପ୍ରଭୁ ସବୁବେଳେ କୁହନ୍ତି କି ସାଧୁ ସଙ୍ଗ କର, ସାଧୁ ସଙ୍ଗ କର। ମୁଁ ସବୁବେଳେ ହଁ ଭାବେ କି ହଁ ସାଧୁ ସଙ୍ଗ କରିବି କି ଯିବି ଏମିତି। କିନ୍ତୁ ସେଇ କଥାର ପ୍ରକୃତ ମାନେ ଟା ମୁଁ ସେତେବେଳେ ବୁଝିପାଇଲି ଯେତେବେଳେ ମୁଁ ବୃନ୍ଦାବନରେ ସାଧୁ ସଙ୍ଗ କଲି, ଆଉ ସମସ୍ତଙ୍କ ସହିତ କୀର୍ତ୍ତନ କଲି, ସମସ୍ତଙ୍କ ସହିତ ବୁଲିଲି, ଭଗବାନଙ୍କ ବିଷୟରେ ଜାଣିଲି। ତ ଅନ୍ୟମାନଙ୍କ ସହିତ ଗଲେ ସେମାନେ କହିବେ ଆମେ ଏଇଠି ଖାଇବା, ଏମିତି ସେଲଫି ନବା, ଏମିତି ପୋଜ ଦିଅ। କିନ୍ତୁ ସାଧୁ ସଙ୍ଗ କଲେ କେବଳ ଭଗବାନଙ୍କ କଥା, ଅନ୍ୟ କଥା କିଛି ନାହିଁ। ତ ମୁଁ ସେତେବେଳେ ବୁଝିପାଇଲି ଯେ ମଥୁରାଧୀଶ ପ୍ରଭୁ ଯେ କଣ ପାଇଁ କୁହନ୍ତି ଯେ ସାଧୁ ସଙ୍ଗ କର, ସାଧୁ ସଙ୍ଗ କର। ଯଦି ଠାକୁରଙ୍କ ଜାଗାକୁ ଯାଉଛ, ତାହେଲେ ମାତାଜୀ ମାନଙ୍କ ସହିତ ଯାଅ କି ପ୍ରଭୁ ମାନଙ୍କ ସହିତ ଯାଅ। ତ ମୁଁ ସେତେବେଳେ ବୁଝିପାଇଲି ଜିନିଷ ଟା। ଆଉ ଯାହା ହଉ, ସବୁ ଭଲ ଲାଗିଲା। ଆଉ ଟାଇମ ଟୁ ଟାଇମ ପୁରା ପ୍ରସାଦ ଦିଆ ହଉଥିଲା। ଆଉ ଆଉ ଗୋଟେ ଜିନିଷ ହଉଛି, ଯୋଉ ଦିନ ଗଲି ସେଦିନ ପ୍ରସାଦ ରାତିରେ ଆସିବା ପାଇଁ ଟିକେ ଲେଟ୍ ହେଲା। ତ ସମସ୍ତେ ପ୍ରାୟ ଚୁଡାମୁଢି ଯାହା ପାଖରେ ଯାହା ଥିଲା ସେ ସବୁ ଖାଇ ଦେଇଥିଲେ। ତ ସେଦିନ ଆସିଥିଲା ପ୍ରସାଦରେ ରୁଟି ଆଉ ମଟର ପନିର। ତ ଲେଟ ରେ ଆସିଲା, ରାତି 12ଟା ବେଳେ। ତ ମୁଁ ଖାଇକି ଶୋଇ ପଡିଥିଲି। ତାପରେ ମତେ ମଥୁରାଧୀଶ ପ୍ରଭୁଜୀ ଆସିକି ଡାକିଲେ, ଆଉ ଉଠ ଖାଇବ। ମୁଁ କହିଲି ନା, ଏତେ ରାତି ହେଲାଣି ମୁଁ ଖାଇବିନି, ମୁଁ ସକାଳୁ ଥୁଆ ହେଇଥିବ ସେଇଟା ହିଁ ସକାଳୁ ମୁଁ ବ୍ରେକଫାଷ୍ଟ ରେ ଖାଇଦେବି। ନାଇଁ ନାଇଁ ଆସ ଖାଇବ। ମୁଁ ବହୁତ ଥର ମନା କଲି, ମଥୁରାଧୀଶ ପ୍ରଭୁଜୀ ବହୁତ ଥର ପୁଣି ଡାକିଲେ, ନାଇଁ ଆସ ଆସ ଆସ। ମୁଁ କହିଲି ହଉ ତାହେଲେ ଖାଇଦେ। ହଁ, ପ୍ରଭୁଜୀ କହିଲେ ଯେ ସକାଳୁ ରହିଲେ ଟେଷ୍ଟ କମିଯିବ, ଏବେ ଆସ ଖାଇଦବ। ତାପରେ ମୁଁ କହିଲି ହଉ ଯେ ଠିକ ଅଛି ଖାଇଦବା। ତାପରେ ମଥୁରାଧୀଶ ପ୍ରଭୁଜୀ କହିଲେ 2ଟା ରୁଟି ମାତ୍ର ଖାଇବ। ତାପରେ ମୁଁ ଗଲା ବେଳକୁ ମତେ 3ଟା ରୁଟି ଦେଇଛି। ତାପରେ ତାପରେ ମୁଁ କହିଲି ହଉ ଠିକ ଅଛି, ଖାଇଦେଇ ଶୋଇପଡିବା, ଭୋକ ବି ଟିକେ ଟିକେ ଲାଗୁଥିଲା।
ତାପରେ ଖାଇଦେଇକି ଶୋଇପଇଲି। ମୁଁ ଭାବି ବୋଧେ ରାତିରେ ଖାଇଦେଲି ଆଉ ସକାଳେ ବୋଧେ ମୋ ପାଇଁ ନଥିବ କଣଟା ଖାଇବି, କିନ୍ତୁ ସକାଳେ ବି ଆହୁରି ମିଳିଗଲା ପ୍ରସାଦ। ଯାହା ହଉ, କିନ୍ତୁ ସେଠି ଯେତେବେଳେ ବୁଲାବୁଲି କରୁଥିଲୁ ହଁ, ମୋର ଯେତେବେଳେ ଟ୍ରେନରେ ଫାଷ୍ଟ ଯାଇଥିଲି ମୋ ଅଣ୍ଟା ଟିକେ ଦରଜ ହେଇଥିଲା, ତାପରେ ଯେତେବେଳେ କୀର୍ତ୍ତନ ହେଲା, କୀର୍ତ୍ତନରେ ଆମେ ସମସ୍ତେ ନାଚିଲୁ। ସୋନାଲି ମାତାଜୀ, ସ୍ମୃତିରେଖା ମାତାଜୀ ଆଉ ପୂଜା ମାତାଜୀ ସମସ୍ତେ ନାଚିଲୁ। ତ କୀର୍ତ୍ତନରେ ନାଚିଲା ପରେ ଅଣ୍ଟା ଦରଜ କମିଗଲା। ମୁଁ ପୁଣି ଆସି ବୋଧେ ବସିଲି, ମୁଁ କହିଲି ମୋ ଅଣ୍ଟା କଣ ଦରଜ ନାହିଁ, ମେଡିସିନ ଟା ହେଇଥିଲା ବୋଧେ। ତାପରେ ଭଲ ଲାଗିଲା ସବୁ କିଛି। ଫାଷ୍ଟ ଟାଇମ ବି କିଛି ଜାଗା ଦେଖିଲି, ଆହୁରି ବି ରହିଗଲା, ଗୋଟେ ଥରେ ତ ଏତେ ଜାଗା ଦେଖି ହବନି। ଯେତିକି ବି ଦେଖିଲି ଜାଗା ଗୁଡାକ ଭଲ ଲାଗିଲା। ଆଉ କଣ କହିବି, ମତେ ତ ଏବେ ବି ଫିଲ୍ ହଉନି କି ହଁ ମୁଁ ବୃନ୍ଦାବନ ବୁଲିକି ଆସି ସାରିଛି ବୋଲି। ସ୍ୱପ୍ନ ଭଳିଆ ଲାଗୁଛି ଏବେ ବି। ଏବେ ବି ଭାବୁଛି କି ଜଣା ନାହିଁ ପୁଣି ଆଉ କେବେ ଯାଇପାରିବି କି ନାଇଁ। ଟ୍ରେନ ଭିତରେ ପ୍ରଭୁଜୀ କହୁଥିଲେ କି ତମେ ଯୋଉ ଜାଗା ବୃନ୍ଦାବନ ଯେତିକି ଜାଗା ଦେଖିଛ ସିଏ ହଉଛି 5%। 5% ଜାଗା ଦେଖିକି ଆସି ଏତେ ବୁଲି ବୁଲିକି ଆପଣ କୁହନ୍ତି 5%? ନା ହଁ, ତମେ 5% ଜାଗା ହିଁ ଦେଖିଛ। ଆଉ ବାରମ୍ବାର ଗଲେ ସବୁ ଜାଗା ଦେଖିପାରିବ। ତାପରେ ମୁଁ ଖାଲି ଏତିକି ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି କି ମୁଁ ବାରମ୍ବାର ଯିବି। ମୁଁ କେବଳ ଭକ୍ତଙ୍କ ସହିତ ହିଁ ଯାଏ, ଆଉ ଭକ୍ତ ସଙ୍ଗ ହିଁ ଲାଭ କରେ। ଆଉ ତାଙ୍କ ସହିତ ଗଲେ ବହୁତ ଲାଭ। ଆଉ ଯାହା ହଉ, ମୁଁ ଯାହା ବି ବୁଲିକି ଦେଖିକି ଆସିଛି ମତେ ବହୁତ ଭଲ ଲାଗିଲା। ହରେ କୃଷ୍ଣ ପ୍ରଭୁ। କୃଷ୍ଣ। ତ ଭଲ କଥାଟେ ମାତାଜୀ କହିଲେ କି ପାଦରେ ଗୋଡି ପଡି ଯାଉଥିଲା ସେତେବେଳେ ଭଗବାନଙ୍କ ନାମ ହିଁ ଆସିଥିଲା। ତେଣୁ କମ ଭାଗ୍ୟବାନ ନୁହନ୍ତି ଆପଣ, ବୃନ୍ଦାବନରେ କିଭଳି ଅନୁଭବ ଆପଣ ରଖିଥିବାରୁ ବିଶେଷ ଧନ୍ୟବାଦ। ଆମେ ଏଇଥର ନୁହଁ, ଆଗକୁ ମଧ୍ୟ ବୃନ୍ଦାବନ ଯିବା। ତେଣୁ ଠିକ ଚେତନାକୁ ଆମେ ଧାରଣ କଲେ ଆହୁରି 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 ବୃନ୍ଦାବନର ଯୋଉ ଅନୁପମ ଲୀଳାକୁ ଆମେ ସଂଗ୍ରହ କରିପାରିବା। ତାହା ଆମକୁ ନୂତନ ଜୀବନ ପ୍ରଦାନ କରିବ। ତେଣୁ ବୃନ୍ଦାବନ ରସ ବାସ୍ତବରେ ଜୀବନୀ ଶକ୍ତି ପ୍ରଦାନ କରେ, ଆଧ୍ୟାତ୍ମିକ ଜୀବନୀ ଶକ୍ତି ପ୍ରଦାନ କରେ। ତେଣୁ ଯିଏ ଯେତେ ଅନୁଭବକୁ ସାଉଣ୍ଡି ପାରିବ, ତଦ୍ ଅନୁରୂପ ଆମେ ଶୁଦ୍ଧ ଭକ୍ତ ନୁହେଁ। ପ୍ରଭୁପାଦ କହିଲେ ବ୍ୟାକ୍ କମ୍ ବ୍ୟାକ୍ ଟୁ ଗଡେଡ, ଆମେ ବ୍ୟାକ୍ ଟୁ ଗଡେଡ ହେଇକି ପୁଣି ରିଟର୍ନ ଆସୁଛେ ମେଟେରିଆଲ ୱାର୍ଲଡ। ତେଣୁ ମୋର ଚେତନାକୁ ଆହୁରି ପରିଷ୍କୃତ କରିବାର ଅଛି, ପରିଶୁଦ୍ଧ କରିବାର ଅଛି। ତ ଧୀରେ 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 ଆମେ ବୃନ୍ଦାବନର ଚେତନା ଯାହା ଚିନ୍ମୟତାକୁ ପ୍ରଦାନ କରିବ ତାକୁ ଧାରଣ କରିବା ଦରକାର। ଧୀରେ ଧୀରେ ଆମେ ଭୌତିକ ଆସକ୍ତିରୁ ମୁକ୍ତ ହବା ଦରକାର। ଯେକୌଣସି ବିଷମ ସ୍ଥିତିରୁ ଆମେ ନିଜକୁ ଉଦ୍ଧାର କରିକି କୃଷ୍ଣଙ୍କର ନାମର ଆଶ୍ରୟ ନିଶ୍ଚୟ ଗ୍ରହଣ କରିବା ଦରକାର। ଯଦି ବା ବୃନ୍ଦାବନରେ କଣ କାଲି କହୁଥିଲେ କିଏ ଜଣେ ଜନସନ ନା ଜନସନ ପାଉଡର ଭଳିଆ ସେଠି ସବୁ ଡଷ୍ଟ ଅଛି। ପ୍ରତିଟି ଧୂଳିକଣା ବୃନ୍ଦାବନର ତାହା ଚିନ୍ମୟ ଏବଂ ଏହା ପ୍ରକୃଷ୍ଟ ରୂପରେ ଭଗବାନଙ୍କ ସାଙ୍ଗରେ ଆଦାନ ପ୍ରଦାନ କରେ। ତ ସେଇଥିପାଇଁ ସେଇ ଚିନ୍ମୟତାକୁ ଆମେ ପୁନଃ ପ୍ରାପ୍ତ କରିବା ପାଇଁ ବୃନ୍ଦାବନ ବାରମ୍ବାର ଯିବାର ଅଛି। ତାପରେ କିଛି ସମୟ ପୂର୍ବରୁ ମାତାଜୀ କହୁଥିଲେ କି ପଞ୍ଚାଙ୍ଗ ଭକ୍ତି ମାଧ୍ୟମରେ ଆମେ ମଥୁରା ବାସ, ବୃନ୍ଦାବନ ଧାମ ବାସ, ଶ୍ରବଣ ଭାଗବତ ଶ୍ରବଣ ଅଧ୍ୟୟନ ଇତ୍ୟାଦି ସବୁ କରିପାରିବା। ପୁନଃ ବିଷୟ ଧନ୍ୟବାଦ ଶୁଭଶ୍ରୀ ମାତାଜୀଙ୍କୁ ନିଜ ଅନୁଭବକୁ ବାଣ୍ଟିଥିବାରୁ। ହରେ କୃଷ୍ଣ। ଆଉ କିଏ କହିବା ପାଇଁ ଚାହାନ୍ତି? ତ ଆଜି ପାଇଁ ତ ଏତିକି ଅଛି, ଯଦି କେହି ଚାହିଁବେ କହିପାରିବେ। ପ୍ରତିଶ୍ରୁତି ମାତାଜୀ ତୁମର କହିବା କହିବ? ହରେ କୃଷ୍ଣ ପ୍ରଭୁ, ଆଜି ମୋର ପାଳି ନଥିଲା। ଓକେ। ପାଳିକୁ ଅପେକ୍ଷା କରାଯାଏନି, ବୃନ୍ଦାବନ ଅନୁଭବ ସବୁ ସମୟରେ ଆମେ କହିପାରିବ। ପ୍ରଭୁ, ମୋ ଓକେ, ଦେହ ଟିକେ ଭଲ ନାହିଁ, ଭଲ ହେଇଗଲେ କହିବି। ନିଶ୍ଚୟ ଆମେ ତୁମର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବା। ଆଉ କିଏ କହିବା ପାଇଁ ଚାହିଁବେ? ହଉ ତାହେଲେ ଆମର ରେଗୁଲାର
रेगुलर डिवोटी सीरीज रे जो माने काली अछंती ना अछि कार गोटे सेकंड मु चेक कर दोची जो माने अछंती तो रेगुलर सीरीज रे हमर काली अछंती ओके तो लीला माता जी आज कहि दैछंती सुभाषिनी माता जी कहि काली प्रभु माने कहबे कि माता माने काली आउ थे लिस्ट आसीबो काहे कि छुट्टी दिन पड़ी जाइछि कोन गोटे कहले तो से अनुसार लिस्ट हल्का चेंज रहइबो मॉर्निंग रे सरी आउ टिके पर मु कहि देबे काली के कहबे हमको एटी विराम दबा समस्त पुनः धन्यवाद और समस्ते चेष्टा करंतु जदि आज मॉर्निंग रे मु जॉइन करनथिली जब सेशन ने तेणु काली निश्चय जॉइन करिवि जदि मु थिबि तेणु काली आमे मॉर्निंग रे भगवान कर नाम हरिनाम जप सेशन अटेंड करबा ठीक अछि एटी रहइबा हरे कृष्ण श्रील प्रभुपाद की जय वृंदावन महोत्सव की जय जय गौर प्रेमानंद हरि हरि बोल कृष्ण